ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗୀତ ସଂହିତାର 23 ଓ 24 ପର୍ବ ଦୁଇଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। 23 ପର୍ବଟି ଖ୍ରୀଷ୍ଟଙ୍କୁ ପ୍ରଧାନ ମେଷପାଳକ ସ୍ୱରୂପେ ଉପସ୍ଥାପିତ କରାଏ ଓ 24 ପର୍ବଟି ଖ୍ରୀଷ୍ଟଙ୍କୁ ପ୍ରଧାନ ପାଳକ ସ୍ୱରୂପେ ଉପସ୍ଥାପିତ କରାଏ। ପ୍ରକୃତରେ ଗୀତ 22, 23 ଓ 24କୁ ମେଷପାଳକୀୟ ଗୀତ ବୋଲି କୁହାଯାଏ, କାରଣ ଗୀତ 22 ପର୍ବରେ ଆମେ ଖ୍ରୀଷ୍ଟଙ୍କୁ ଉତ୍ତମ ମେଷପାଳକ ସ୍ୱରୂପେ ଦେଖିଲୁ, ଯେ କି ଆପଣାର ମେଷମାନଙ୍କ ନିମନ୍ତେ ପ୍ରାଣ ଦେଇଅଛନ୍ତି। ଏବଂ ଏହି ଗୀତ 23ରେ ଆମେ ଖ୍ରୀଷ୍ଟଙ୍କୁ ପ୍ରଧାନ ମେଷପାଳକ ସ୍ୱରୂପେ ଲକ୍ଷ୍ୟ କରିବାକୁ ଯିବା, ଯେ କି ତାହାଙ୍କ ମେଷମାନଙ୍କର ଯତ୍ନ ତତ୍ତ୍ୱ ନିଅନ୍ତି। ଏବ୍ରୀ 13 ପର୍ବର 20-21 ପଦ ମଧ୍ୟରେ ଲେଖା ଅଛି, ଯେଉଁ ଶାନ୍ତିଦାତା ଈଶ୍ୱର ଅନନ୍ତ କାଳସ୍ଥାୟୀ ନିୟମର ରକ୍ତ ହେତୁ ପ୍ରଧାନ ମେଷପାଳକ ଅର୍ଥାତ୍ ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ମୃତମାନଙ୍କ ମଧ୍ୟରୁ ଫେରାଇ ଆଣିଲେ, ତାହାଙ୍କ ଦୃଷ୍ଟିରେ ଯାହା ସନ୍ତୋଷଜନକ ତାହା ସେ ଆମମାନଙ୍କ ଅନ୍ତରରେ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ସମ୍ପନ୍ନ କରି ତାହାଙ୍କ ଇଚ୍ଛା ସାଧନ କରିବାକୁ ତୁମମାନଙ୍କୁ ପ୍ରତ୍ୟେକ ସତ୍କର୍ମରେ ସିଦ୍ଧ କରନ୍ତୁ। ଯୁଗେ ଯୁଗେ ଗୌରବ ତାହାଙ୍କର, ଆମେନ୍। ଏହାପରେ 24 ପର୍ବରେ ଆମେ ଖ୍ରୀଷ୍ଟଙ୍କୁ ପ୍ରଧାନ ପାଳକ ସ୍ୱରୂପେ ଲକ୍ଷ୍ୟ କରିବାକୁ ପାରିବା। ପ୍ରଥମ ପିତର 5 ପର୍ବର 4 ପଦରେ ଲେଖା ଅଛି, ସେଥିରେ ପ୍ରଧାନ ପାଳକ ପ୍ରକାଶିତ ହେବା ସମୟରେ ତୁମେମାନେ ଗୌରବର ଅମ୍ଳାନ ମୁକୁଟ ପାଇବ। ଅନ୍ୟ ଅର୍ଥରେ କହିବାକୁ ଗଲେ ଗୀତ 22 ପର୍ବଟି କ୍ରୁଶରେ ହତ ଖ୍ରୀଷ୍ଟଙ୍କୁ ପ୍ରକାଶ କରେ। ଗୀତ 23 ପର୍ବଟି ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରିଥିବା ଜୀବନ୍ତ ଗୌରବମୟ ଖ୍ରୀଷ୍ଟଙ୍କୁ ପ୍ରକାଶ କରେ ଓ ଗୀତ 24 ପର୍ବଟି ଖ୍ରୀଷ୍ଟଙ୍କୁ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ ରୂପେ ଉପସ୍ଥାପିତ କରେ, ଯିଏକି ପୁନର୍ବାର ଏହି ଜଗତର ବିଚାର କରିବାକୁ ଓ ପ୍ରତ୍ୟେକର କର୍ମାନୁଯାୟୀ ପୁରସ୍କାର ଦେବାକୁ ଆସୁଅଛନ୍ତି। ଏହି ଗୀତଟିକୁ ଅଧ୍ୟୟନ କରିବାକୁ ଯିବା ପୂର୍ବରୁ ଏହି 23 ଗୀତ ସମ୍ପର୍କରେ ଆମେ କିଛି ବିଷୟ ଜାଣିବା ଉଚିତ। ଏହି ଗୀତଟି ଭକ୍ତ ଦାଉଦଙ୍କ ଦ୍ୱାରା ରଚିତ ହୋଇଥିଲା। ମାତ୍ର ପ୍ରଶ୍ନ ଆସେ ଯେ ସେ କେତେବେଳେ ଏହି ଗୀତଟିକୁ ରଚନା କରିଥିଲେ? ସମ୍ଭବତଃ ସେ ଯେତେବେଳେ ରାଜା ହୋଇଥିଲେ ଓ ପ୍ରାପ୍ତ ବୟସ୍କ ହୋଇଥିଲେ ସେହି ସମୟରେ ଏହି ଗୀତଟିକୁ ଲେଖିଥିଲେ, କାରଣ ଏହି ଗୀତଟିରେ ଯେଉଁ ସମସ୍ତ ଅନୁଭୂତିର ବିଷୟ ଉଲ୍ଲେଖ ହୋଇଅଛି ତାହା କେବଳ ଆତ୍ମିକ ଜୀବନରେ ପରିପକ୍ୱ ତଥା ଅଭିଜ୍ଞ ବ୍ୟକ୍ତିର ଅନୁଭୂତି ହୋଇପାରେ। ଆପଣ ଦେଖନ୍ତୁ, ଦାଉଦ ଯେତେବେଳେ ସେହି ରାଜସିଂହାସନରେ ବସି ତାହାଙ୍କର ପଛ ଜୀବନର ଘଟଣାବଳୀକୁ ସମୀକ୍ଷା କଲେ, ସେତେବେଳେ ସେ ଈଶ୍ୱରଙ୍କର ସମସ୍ତ ଅନୁଗ୍ରହ ଓ ମଙ୍ଗଳଦାନକୁ ହେଜ କରି ଏହି ଗୀତଟି ରଚନା କଲେ। ତେଣୁକରି ଆମେ ଏହି ଗୀତ 23 ପର୍ବରେ ଏକ ପରିପକ୍ୱ ଅନୁଭୂତିର ବିଷୟକୁ ଲକ୍ଷ୍ୟ କରୁଅଛୁ, ଯାହାକି ଭକ୍ତ ଦାଉଦ ତାହାଙ୍କ ଜୀବନର ବାସ୍ତବ ଅନୁଭୂତି ମଧ୍ୟ ଦେଇ ପ୍ରକାଶ କରିଅଛନ୍ତି। ଏହି ଗୀତଟି ଏହିପରି ଆରମ୍ଭ ହୁଏ, ସଦାପ୍ରଭୁ ମୋହର ପ୍ରତିପାଳକ। ଆପଣ କେଉଁ ଅଧିକାରରେ କହିପାରିବେ ଯେ ସଦାପ୍ରଭୁ ମୋହର ପ୍ରତିପାଳକ? ଏହି ଗୀତ କ'ଣ ପ୍ରତ୍ୟେକଙ୍କ ନିମନ୍ତେ ଉଦ୍ଦିଷ୍ଟ? ମୁଁ ତା ଭାବେ ନାହିଁ। ଯେହେତୁ ଗୀତ 22, 23 ଓ 24 ତିନୋଟି ଯାକ ମିଳି ଗୋଟିଏ ଘଟଣାକୁ ପ୍ରକାଶ କରନ୍ତି, ତେଣୁକରି ଆପଣ ଖ୍ରୀଷ୍ଟଙ୍କୁ ଉତ୍ତମ ମେଷପାଳକ ସ୍ୱରୂପେ ଜାଣିବାକୁ ହେବ, ଯେ କି ମେଷମାନଙ୍କ ନିମନ୍ତେ ଆପଣାର ପ୍ରାଣ ଦେଇଅଛନ୍ତି। ଆପଣ ସେହି ଖ୍ରୀଷ୍ଟଙ୍କୁ ପ୍ରଧାନ ମେଷପାଳକ ରୂପେ ଜାଣିବା ପୂର୍ବରୁ ତାହାଙ୍କୁ ପ୍ରଥମେ ଉତ୍ତମ ମେଷପାଳକ ରୂପେ ଜାଣିବାକୁ ହେବ। ତାହେଲେ ଆପଣ ଦୃଢ଼ତାର ସହିତ କହିପାରିବେ ଯେ ସଦାପ୍ରଭୁ ମୋହର ପ୍ରତିପାଳକ ବା ପ୍ରଭୁ ଯୀଶୁ ମୋହର ପ୍ରତିପାଳକ, ମୋର ଅଭାବ ହେବ ନାହିଁ। ଏହା ଏକ ବ୍ୟକ୍ତିଗତ ସ୍ୱୀକାରୋକ୍ତି, ସମ୍ପର୍କ, ବିଶ୍ୱାସ ଓ ଏକ ନିର୍ଭରଶୀଳତାର ଜୀବନକୁ ପ୍ରକାଶ କରେ। ତେବେ ଗୀତ 23 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ଦାଉଦଙ୍କର ଗୀତ, ସଦାପ୍ରଭୁ ମୋହର ପ୍ରତିପାଳକ, ମୋହର ଅଭାବ ହେବ ନାହିଁ। ସେ କୋମଳ ତୃଣମୟ ସ୍ଥାନରେ ମୋତେ ଶୟନ କରାନ୍ତି, ସେ ସ୍ଥିର ଜଳ ପାଖେ ପାଖେ ମୋତେ କଢ଼ାଇ ନିଅନ୍ତି। ଲକ୍ଷ୍ୟ କରନ୍ତୁ, ଭକ୍ତ ଦାଉଦ କହନ୍ତି ସଦାପ୍ରଭୁ ମୋହର ପ୍ରତିପାଳକ। ଏହା ଏକ ବ୍ୟକ୍ତିଗତ ଅନୁଭୂତି ତଥା ସମ୍ପର୍କକୁ ପ୍ରକାଶ କରେ। କିନ୍ତୁ ଆପଣ କେଉଁ ଅଧିକାରରେ ତାହାଙ୍କୁ ମୋହର ପ୍ରତିପାଳକ ବୋଲି କହିପାରିବେ? ତାହାଙ୍କର ଉଦ୍ଧାରର କାର୍ଯ୍ୟ, ତାହାଙ୍କର ମୃତ୍ୟୁ ଓ ପୁନରୁତ୍ଥାନକୁ ଭିତ୍ତି କରି ଆପଣ ତାହାଙ୍କ ଉପରେ ବିଶ୍ୱାସ କରିପାରିବେ ଓ ତାହାଙ୍କୁ ନିଜର ପ୍ରତିପାଳକ ବୋଲି କହିପାରିବେ ବା ମେଷପାଳକ ବୋଲି କହିପାରିବେ। ଲେଖା ଅଛି, ମୋହର ଅଭାବ ହେବ ନାହିଁ। ମୁଁ କ'ଣ ଚାହେଁ? ମୁଁ ଚାହେଁ ସୁରକ୍ଷା ଓ ନିରାପଦ। ଯେତେବେଳେ ଜଣେ କହେ ମୋହର ଅଭାବ ହେବ ନାହିଁ ଓ ମୁଁ ବିନଷ୍ଟ ହେବି ନାହିଁ, ଏହାର ଅର୍ଥ ତାହାର ଜଣେ ଚମତ୍କାର ଉଦ୍ଧାରକର୍ତ୍ତା ଅଛନ୍ତି। ଏହା ସେହି ଭବିଷ୍ୟତ ପ୍ରତି ଦୃଷ୍ଟି କରେ ଓ ଈଶ୍ୱରଙ୍କ ସନ୍ତାନମାନଙ୍କୁ ଏକ ଭରସା ଦିଏ। ମେଷ କେବଳ ସୁରକ୍ଷା ଆବଶ୍ୟକ କରେ ନାହିଁ, ସେ ମଧ୍ୟ ପ୍ରଚୁରତା ଓ ପରିତୃପ୍ତି ଆବଶ୍ୟକ କରେ। ଲେଖା ଅଛି, ସେ କୋମଳ ତୃଣମୟ ସ୍ଥାନରେ ମୋତେ ଶୟନ କରାନ୍ତି। ତାହା ହିଁ ହେଉଛି
ପ୍ରଚୁରତା। ଆପଣ କେବେ ହେଲେ ଏକ ଭୋକିଲା ମେଷକୁ କୋମଳ ତୃଣମୟ ସ୍ଥାନରେ ଶୋଇଥିବାର ଦେଖିବାକୁ ପାଇବେ ନାହିଁ। ମାତ୍ର ଏକ ପରିତୃପ୍ତ ମେଷକୁ ଶୟନ କରିବାର ଦେଖିବାକୁ ପାଇବେ, ଯେ କି ନିଜର ପେଟ ପୂରା ଆହାର ପାଇପାରିଅଛି। ସେହିପରି ଖ୍ରୀଷ୍ଟ ହେଉଛନ୍ତି ଆମମାନଙ୍କର ପ୍ରଚୁରତା। ସେଥିପାଇଁ ଯୋହନ 6 ପର୍ବର 35 ପଦରେ ପ୍ରଭୁ ଯୀଶୁ କହନ୍ତି, ସେଥିରେ ଯୀଶୁ ସେମାନଙ୍କୁ କହିଲେ, ମୁଁ ସେହି ଜୀବନଦାୟକ ଆହାର। ଯେ ମୋ ନିକଟକୁ ଆସେ ସେ କଦାପି କ୍ଷୁଧିତ ହେବ ନାହିଁ, ଆଉ ଯେ ମୋଠାରେ ବିଶ୍ୱାସ କରେ ସେ କଦାପି ତୃଷିତ ହେବ ନାହିଁ। ଲେଖା ଅଛି, ସେ ସ୍ଥିର ଜଳ ପାଖେ ପାଖେ ମୋତେ କଢ଼ାଇ ନିଅନ୍ତି। ଏହା ବିଶ୍ରାମକୁ ପ୍ରକାଶ କରେ। ଆମେ ପ୍ରତ୍ୟେକ ବିଶ୍ରାମ ଚାହୁଁ, ବିଶେଷରେ ଶାରୀରିକ ବା ମାନସିକ ବିଶ୍ରାମ ନୁହେଁ, ମାତ୍ର ଆତ୍ମିକ ବିଶ୍ରାମ। ଦାଉଦ ମଧ୍ୟ ସେହି ବିଶ୍ରାମ ଚାହୁଁଥିଲେ, ମାତ୍ର ସେ କୌଣସି ଉପାୟରେ ତାହା ନ ପାଇବାରୁ ଶେଷରେ ସେ ପ୍ରଭୁଙ୍କ ଉପରେ ବିଶ୍ୱାସ କରିବା ନିମନ୍ତେ ଶିକ୍ଷା କଲେ। ମାଥ୍ୟୁ 11 ପର୍ବର 28 ପଦରେ ପ୍ରଭୁ ଯୀଶୁ ଏହିପରି କହନ୍ତି, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ସେହି ଖ୍ରୀଷ୍ଟଙ୍କଠାରେ ହିଁ କେବଳ ବିଶ୍ରାମ ଅଛି। ଏହାପରେ 23 ପର୍ବର 3 ଓ 4 ପଦରେ ଏହିପରି ଲେଖା ଅଛି, ସେ ମୋ ପ୍ରାଣକୁ ସୁସ୍ଥ କରନ୍ତି, ସେ ଆପଣା ନାମ ସକାଶୁ ଧର୍ମପଥରେ ମୋତେ କଢ଼ାଇ ନିଅନ୍ତି। ଏଣୁ ମୁଁ ମୃତ୍ୟୁଛାୟା ରୂପ ଉପତ୍ୟକା ଦେଇ ଗମନ କଲେ ହେଁ କୌଣସି ଆପଦକୁ ଭୟ କରିବି ନାହିଁ, କାରଣ ତୁମ୍ଭେ ମୋହର ସହବର୍ତ୍ତୀ, ତୁମ୍ଭର ପାଞ୍ଚଣ ଓ ତୁମ୍ଭର ବାଡ଼ି ମୋତେ ସାନ୍ତ୍ୱନା ଦିଅନ୍ତି। ଲେଖା ଅଛି, ସେ ମୋ ପ୍ରାଣକୁ ସୁସ୍ଥ କରନ୍ତି। ଦାଉଦ ଜାଣିଥିଲେ ଯେ ସେ ପାପ କରି ଈଶ୍ୱରଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କରିଥିଲେ, ମାତ୍ର ଈଶ୍ୱର ତାହାଙ୍କୁ ସୁରକ୍ଷା କରି ପୁନର୍ବାର ତାହାଙ୍କର ଖୁଆଡ଼ ମଧ୍ୟକୁ ଫେରାଇ ଆଣିଥିଲେ। ଆହୁରି ସେ କହନ୍ତି, ସେ ଆପଣା ନାମ ସକାଶୁ ଧର୍ମପଥରେ ମୋତେ କଢ଼ାଇ ନିଅନ୍ତି। ସେ କଢ଼ାଇ ନିଅନ୍ତି, ମାତ୍ର ଆମେ ତାହାଙ୍କର ଅନୁଗମନ କରିବା ଉଚିତ। ସେଥିପାଇଁ ଯୋହନ 10 ପର୍ବର 25-27 ପଦରେ ପ୍ରଭୁ ଯୀଶୁ କହନ୍ତି, ମୋହର ମେଷ ସବୁ ମୋହର ସ୍ୱର ଶୁଣନ୍ତି ଓ ମୁଁ ସେମାନଙ୍କୁ ଜାଣେ। ମେଷ ତାହାର ପାଳକକୁ ଅନୁସରଣ କରିବ। ତଦ୍ୱାରା ଜଣାଯିବ ଯେ ସେହି ମେଷର ପାଳକ କିଏ। ଆମମାନଙ୍କର ଉତ୍ତମ ମେଷପାଳକ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ, ଯିଏକି ତାହାଙ୍କର ମେଷମାନଙ୍କୁ ଧର୍ମପଥରେ କଢ଼ାଇ ନିଅନ୍ତି। କିନ୍ତୁ ଆମମାନଙ୍କୁ ତାହାଙ୍କର ସ୍ୱର ଶୁଣି ତାହାଙ୍କର ପଛେ ପଛେ ଅନୁଗମନ କରିବାକୁ ହେବ। ଆହୁରି ସେ କହନ୍ତି, ଏଣୁ ମୁଁ ମୃତ୍ୟୁଛାୟା ରୂପ ଉପତ୍ୟକା ଦେଇ ଗମନ କଲେ ହିଁ କୌଣସି ଆପଦକୁ ଭୟ କରିବି ନାହିଁ। ଏଠାରେ ଆମେ ସାହସ ଓ ସାନ୍ତ୍ୱନାର ବିଷୟ ଲକ୍ଷ୍ୟ କରିବାକୁ ପାରୁଅଛୁ। ଏପରି ଜଣେ କହନ୍ତି, ଯେଉଁ ମୁହୂର୍ତ୍ତ ଆପଣଙ୍କୁ ଜୀବନ ଦିଏ, ସେହି ମୁହୂର୍ତ୍ତ ଆପଣଙ୍କଠାରୁ ତାହା ଧୀରେ ଧୀରେ ନେଇଯିବାକୁ ଆରମ୍ଭ କରେ। ପ୍ରତ୍ୟେକ ମନୁଷ୍ୟ ସେହି ମୃତ୍ୟୁଛାୟା ରୂପ ଉପତ୍ୟକା ମଧ୍ୟ ଦେଇ ଗମନ କରିଥାନ୍ତି। ଯେଉଁ ମୁହୂର୍ତ୍ତରେ ସେମାନେ ଜନ୍ମଗ୍ରହଣ କରନ୍ତି, ସେହି ମୁହୂର୍ତ୍ତରୁ ସେମାନେ ସେହି ମୃତ୍ୟୁର ଛାୟା ମଧ୍ୟ ଦେଇ ଗମନ କରନ୍ତି। ମାତ୍ର ଦାଉଦ କହନ୍ତି, ମୁଁ ମୃତ୍ୟୁଛାୟା ରୂପ ଉପତ୍ୟକା ଦେଇ ଗମନ କଲେ ହେଁ କୌଣସି ଆପଦକୁ ଭୟ କରିବି ନାହିଁ, କାରଣ ମୋହର ପାଳକ ମୋ ସହିତରେ ଅଛନ୍ତି, ଯିଏକି ମୃତ୍ୟୁକୁ ଜୟ କରିଅଛନ୍ତି, ଯିଏକି ମୃତ୍ୟୁରୁ ମୋ ଜୀବନକୁ ରକ୍ଷା କରିଅଛନ୍ତି। ସେ ମୋ ସହିତରେ ସବୁ ସମୟ ପାଇଁ ଅଛନ୍ତି, ଏପରିକି ମୃତ୍ୟୁ ସମୟରେ ମଧ୍ୟ ମୋ ସହିତରେ ଅଛନ୍ତି ଓ ମୁଁ ତାହାଙ୍କୁ ମୋ ସହିତରେ ଚାହେଁ ଯେତେବେଳେ ମୁଁ ମୃତ୍ୟୁର ସନ୍ନିକଟ ହୁଏ। ଆହୁରି ସେ କହନ୍ତି, ତୁମ୍ଭର ପାଞ୍ଚଣ ଓ ବାଡ଼ି ମୋତେ ସାନ୍ତ୍ୱନା ଦିଅନ୍ତି। ପାଞ୍ଚଣ ପ୍ରତିରକ୍ଷା ବିଷୟକୁ ଓ ବାଡ଼ି ତତ୍ତ୍ୱାବଧାନର ବିଷୟକୁ ଉପସ୍ଥାପିତ କରେ। ସେ ଆମମାନଙ୍କୁ ଶାସନ କରନ୍ତି ଓ ଆମ୍ଭମାନଙ୍କୁ ଅନୁଯୋଗ କରନ୍ତି। ତାହା ହିଁ ଆମମାନଙ୍କ ନିମନ୍ତେ ସାନ୍ତ୍ୱନାଜନକ ବିଷୟ। ଆମେ ଅବାଟରେ ଯାଇପାରୁ, ମାତ୍ର ସେ ଆମମାନଙ୍କୁ ପୁନର୍ବାର ତାହାଙ୍କର ଅନୁଯୋଗ ଓ ଶାସନରେ ଆମ୍ଭମାନଙ୍କୁ ତାହାଙ୍କର ଖୁଆଡ଼ ମଧ୍ୟକୁ ଫେରାଇ ଆଣନ୍ତି। ସେ ଆମମାନଙ୍କୁ ବିନଷ୍ଟ ହେବାକୁ ଦିଅନ୍ତି ନାହିଁ। ଆମେ ପ୍ରତ୍ୟେକ ତାହା ଆବଶ୍ୟକ କରୁ। ଏହାପରେ 23 ପର୍ବର 5 ଓ 6 ପଦରେ ଲେଖା ଅଛି, ତୁମ୍ଭେ ମୋ ଶତ୍ରୁଗଣଙ୍କ ସାକ୍ଷାତରେ ମୋ ସମ୍ମୁଖରେ ମେଜ ସଜାଉଅଛ। ତୁମେ ତୈଳରେ ମୋ ମସ୍ତକ ସିକ୍ତ କରିଅଛ। ମୋ ପାନପାତ୍ର ଉଛୁଳି ପଡ଼ୁଅଛି। ନିଶ୍ଚୟ ମଙ୍ଗଳ ଓ ଦୟା ମୋହର ଜୀବନ ଯାଏଁ ମୋହର ପଶ୍ଚାତଗାମୀ ହେବ। ପୁଣି ମୁଁ ସର୍ବଦା ସଦାପ୍ରଭୁଙ୍କ ଗୃହରେ ବାସ କରିବି। ଏହା ସେହି ଆନନ୍ଦର ପରିପୂର୍ଣ୍ଣତାକୁ ଓ ଏକ ଭରସାର ବିଷୟକୁ ପ୍ରକାଶ କରେ, ଯାହାକି ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଖ୍ରୀଷ୍ଟଙ୍କଠାରୁ ପାଇଥାଏ। ସେ ସେହି ସମସ୍ତ ଆତ୍ମିକ ଆଶୀର୍ବାଦ ସବୁର ଅଧିକାରୀ ହୋଇଥାଏ। ତାହାର ହୃଦୟ ଆନନ୍ଦରେ ଭରି ଉଠେ। ସେ ସେହି ତୈଳ ସ୍ୱରୂପ ପବିତ୍ର ଆତ୍ମାଙ୍କ ଦ୍ୱାରା ଅଭିଷିକ୍ତ ହୁଏ। ସେଥିପାଇଁ ଯୋହନ 10 ପର୍ବର 10 ପଦରେ ପ୍ରଭୁ ଯୀଶୁ କହନ୍ତି, ସେମାନେ ଯେପରି ଜୀବନ ପାଆନ୍ତି ଓ ପ୍ରଚୁର ଭାବରେ ପାଆନ୍ତି, ଏଥିନିମନ୍ତେ ମୁଁ ଆସିଅଛି। ପ୍ରଭୁ ଯୀଶୁ ଆମମାନଙ୍କୁ ତାହାଙ୍କର ଆନନ୍ଦରେ ପୂର୍ଣ୍ଣ କରିବାକୁ ଚାହାନ୍ତି।
କେବଳ ସେତିକି ନୁହେଁ, ସେ ଆମମାନଙ୍କୁ ଶେଷରେ ପିତାଙ୍କ ଗୃହକୁ କଢ଼ାଇ ଆଣନ୍ତି। ସେ ଆମମାନଙ୍କୁ ପିତାଙ୍କର ସହଭାଗିତା ମଧ୍ୟକୁ କଢ଼ାଇ ଆଣନ୍ତି ଓ ସେହି ସନ୍ତାନତ୍ୱର ଅଧିକାରୀ କରାଇବାକୁ ଚାହାନ୍ତି। ପ୍ରିୟ ବନ୍ଧୁ, ଆଜି ଯଦି ଆପଣ ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ନିଜର ବ୍ୟକ୍ତିଗତ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରି ତାହାଙ୍କର ଅନୁଗମନ କରନ୍ତି, ତାହେଲେ ଏହି ସମସ୍ତ ଚମତ୍କାର ପ୍ରତିଜ୍ଞାଗୁଡ଼ିକର ଆପଣ ଅଧିକାରୀ ହୋଇପାରିବେ। ଏହି ସମସ୍ତ ପ୍ରତିଜ୍ଞା ଆପଣଙ୍କ ଜୀବନରେ ସଫଳ ହୋଇପାରିବ। ଆପଣ ନିଜେ ତାହା ଆପଣଙ୍କ ଜୀବନରେ ଅନୁଭବ କରିପାରିବେ। ଆସନ୍ତୁ ଏହାପରେ ଆମେ 24 ପର୍ବ ମଧ୍ୟକୁ ଯିବା। ଏହି ଗୀତର ମୁଖ୍ୟ ପ୍ରସଙ୍ଗ ହେଉଛି ଖ୍ରୀଷ୍ଟ ପ୍ରଧାନ ପାଳକ। ଏହି ଗୀତଟି ମୁକୁଟର ଗୀତ। ଏହା ପ୍ରଧାନ ପାଳକଙ୍କର ଆଗମନ କରିବା ବିଷୟ ନେଇ ପ୍ରକାଶ କରେ, ଅର୍ଥାତ୍ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଏହି ଜଗତକୁ ପୁନର୍ବାର ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ ହୋଇ ଆଗମନ କରିବାର ବିଷୟକୁ ପ୍ରକାଶ କରେ। ପରମ୍ପରାଗତ ପ୍ରଥା ପ୍ରକାଶ କରେ ଯେ ଏହି ଗୀତଟି ଦାଉଦଙ୍କ ଦ୍ୱାରା ରଚିତ ହୋଇଥିଲା ଓ ଯେତେବେଳେ ସେ କିରିୟତ୍ ଜିଆରିମ୍ରୁ ସିଓନ ପର୍ବତକୁ ସେହି ନିୟମ ସିନ୍ଧୁକ ଆଣିଥିଲେ, ସେତେବେଳେ ଏହି ଗୀତଟି ଗାୟନ କରାଯାଇଥିଲା, ଯାହାକି ଦ୍ୱିତୀୟ ସାମୁଏଲ 6 ପର୍ବର 12 ପଦରୁ 23 ପଦ ମଧ୍ୟରେ ପ୍ରକାଶ କରାଯାଇଅଛି। ଯୋସିଫସ୍ ନାମକ ଜିହୁଦୀ ଐତିହାସିକ କହନ୍ତି ଯେ 7ଟି ସଙ୍ଗୀତ ଦଳ ଏହି ନିୟମ ସିନ୍ଧୁକକୁ ସିଓନ ପର୍ବତକୁ ଆଣିବା ସମୟରେ ତହିଁର ସମ୍ମୁଖରେ ଯାତ୍ରା କରିଥିଲେ, ଯେଉଁଠାରେ କି ମନ୍ଦିର ନିର୍ମାଣ କରାଯିବା ପୂର୍ବରୁ ଦାଉଦ ଏକ ସମାଗମ ତମ୍ବୁ ଏହା ପାଇଁ ନିର୍ମାଣ କରିଥିଲେ। ଏହି ଗୀତଟି 2ଟି ଭାଗରେ ବିଭକ୍ତ ହୋଇଅଛି। ପ୍ରଥମତଃ ପ୍ରଥମ ପଦରୁ 6 ପଦ ମଧ୍ୟରେ ରାଜାଙ୍କର ସହଯୋଗୀ ଯେଉଁମାନେ କି ରାଜ୍ୟରେ ପ୍ରବେଶ କରନ୍ତି ଓ 7 ପଦରୁ 10 ପଦ ମଧ୍ୟରେ ରାଜ୍ୟ ପ୍ରତିଷ୍ଠା କରିବା ନିମନ୍ତେ ରାଜାଙ୍କର ଆଗମନ। ଦାଉଦଙ୍କ ସମୟରେ ଏହିପରି ଏକ ଗୀତ ରଚନା କରାଯିବା ଓ ତାହାକୁ ଗାୟନ କରାଯିବା ଏକ ଚମତ୍କାର ବିଷୟ ଥିଲା। ତେବେ ଦେଖନ୍ତୁ 24 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ଦାଉଦଙ୍କର ଗୀତ। ପୃଥିବୀ ଓ ତହିଁର ପୂର୍ଣ୍ଣତା, ଜଗତ ଓ ତନ୍ନିବାସୀ ସମସ୍ତେ ସଦାପ୍ରଭୁଙ୍କର, କାରଣ ସେ ସମୁଦ୍ର ଉପରେ ତାହା ସ୍ଥାପନ କରିଅଛନ୍ତି ଓ ନଦୀ ଉପରେ ତାହା ଦୃଢ଼ କରିଅଛନ୍ତି। ପୃଥିବୀ ସଦାପ୍ରଭୁଙ୍କର। ଦାଉଦ ପୁନର୍ବାର ତାହାଙ୍କୁ ସୃଷ୍ଟିକର୍ତ୍ତା ରୂପେ ପ୍ରକାଶ କରନ୍ତି। ଏହି ପୃଥିବୀ ତାହାଙ୍କର। ଏହି ପୃଥିବୀ ତହିଁର ସୃଷ୍ଟିକର୍ତ୍ତା ଈଶ୍ୱରଙ୍କର। ଲେଖା ଅଛି, ସେ ସମୁଦ୍ର ଉପରେ ତାହା ସ୍ଥାପନ କରିଅଛନ୍ତି ଓ ନଦୀ ଉପରେ ତାହା ଦୃଢ଼ କରିଅଛନ୍ତି। ସୃଷ୍ଟିର ତୃତୀୟ ଦିନରେ ପରମେଶ୍ୱର କହିଲେ, ଆକାଶମଣ୍ଡଳର ଅଧସ୍ଥ ସମଗ୍ର ଜଳ ଏକ ସ୍ଥାନରେ ସଂଗୃହୀତ ହେଉ ଓ ସ୍ଥଳ ପ୍ରକାଶ ହେଉ। ତହିଁରେ ସେହି ରୂପ ହେଲା। ପୁଣି ପରମେଶ୍ୱର ସ୍ଥଳର ନାମ ପୃଥିବୀ ଓ ଜଳରାଶିର ନାମ ସମୁଦ୍ର ଦେଲେ, ଆଉ ପରମେଶ୍ୱର ତାହା ଉତ୍ତମ ଦେଖିଲେ। ଈଶ୍ୱର ଯେତେବେଳେ ସମଗ୍ର ଜଳକୁ ଏକ ସ୍ଥାନରେ ସଂଗ୍ରହ କଲେ, ସେତେବେଳେ ଜଳରେ ଡୁବିତ ପୃଥିବୀ ଜଳ ମଧ୍ୟରୁ ପ୍ରକାଶିତ ହେଲା। ଏହା ଥିଲା ମୃତ୍ୟୁରୁ ଜୀବନ ବା ପୁନରୁତ୍ଥାନ। 24 ପର୍ବର 3 ପଦରେ ଲେଖା ଅଛି, କିଏ ସଦାପ୍ରଭୁଙ୍କ ପର୍ବତରେ ଆରୋହଣ କରିବ ଓ କିଏ ତାହାଙ୍କ ପବିତ୍ର ସ୍ଥାନରେ ଠିଆ ହେବ? ଏହାର ଉତ୍ତର ପରବର୍ତ୍ତୀ ଅଂଶରେ ଦିଆଯାଇଅଛି। ଦେଖନ୍ତୁ 24 ପର୍ବର 4 ପଦରୁ 6 ପଦ ମଧ୍ୟରେ ଏହିପରି ଲେଖା ଅଛି, ଯାହାର ହସ୍ତ ସୂଚି ଓ ଅନ୍ତଃକରଣ ନିର୍ମଳ, ଯାହାର ମନ ଅସାରତା ପ୍ରତି ଉଠି ନାହିଁ, ପୁଣି ଯେ ଛଳ ଭାବରେ ଶପଥ କରି ନାହିଁ, ସେ ସଦାପ୍ରଭୁଙ୍କଠାରୁ ଆଶୀର୍ବାଦ ଓ ଆପଣାର ପରିତ୍ରାଣ ସ୍ୱରୂପ ପରମେଶ୍ୱରଙ୍କଠାରୁ ଧାର୍ମିକତା ପ୍ରାପ୍ତ ହେବ। ଯେଉଁମାନେ ପରମେଶ୍ୱରଙ୍କୁ ଅନ୍ୱେଷଣ କରନ୍ତି, ସେମାନଙ୍କର ବଂଶ ଏହି। ହେ ଯାକୁବର ପରମେଶ୍ୱର, ଏମାନେ ତୁମ୍ଭର ମୁଖ ଅନ୍ୱେଷଣ କରନ୍ତି। ଦେଖନ୍ତୁ, ଯଦି କେବଳ ଜଣେ ଯେ କି ସଦାପ୍ରଭୁଙ୍କ ପର୍ବତରେ ଆରୋହଣ କରିବାକୁ ଯାଉଅଛି, ତାହେଲେ ସେମାନେ ହେଉଛନ୍ତି ସେହି ଲୋକ ଯେଉଁମାନଙ୍କର ହସ୍ତ ସୂଚି ଓ ଅନ୍ତଃକରଣ ନିର୍ମଳ, ଯାହାର ମନ ଅସାରତା ପ୍ରତି ଉଠି ନାହିଁ, ପୁଣି ଯେ ଛଳ ଭାବରେ ଶପଥ କରି ନାହିଁ ସେ। ତେବେ ମୁଁ ଭାବୁନାହିଁ ଯେ ମୁଁ ସେଠାରେ ଛିଡ଼ା ହୋଇପାରିବି। ହଁ, ଯଦି ମୁଁ ଛିଡ଼ା ହେବାକୁ ସମର୍ଥ ହୁଏ, ତାହେଲେ କେବଳ ଖ୍ରୀଷ୍ଟଙ୍କ ହେତୁ ଓ ଖ୍ରୀଷ୍ଟଙ୍କଠାରେ, କାରଣ ସେ ମୋ ନିମନ୍ତେ ସମସ୍ତ ଧର୍ମକର୍ମ ସାଧନ କରି ମୋତେ ତହିଁ ନିମନ୍ତେ ସମର୍ଥ କରାଇଛନ୍ତି, କାରଣ ମୁଁ ତାହାଙ୍କୁ ମୋହର ଉଦ୍ଧାରକର୍ତ୍ତା ରୂପେ ବିଶ୍ୱାସ କରିଅଛି। ବର୍ତ୍ତମାନ ଆମେ ସେହି ଶୋଭାଯାତ୍ରାକୁ ଦେଖିବାକୁ ଯିବା, ଯେଉଁମାନେ କି ସେହି ଜେରୁସାଲେମ ନଗରୀରେ ପ୍ରବେଶ କରିବାକୁ ଯାଉଅଛନ୍ତି। ଦେଖନ୍ତୁ 24 ପର୍ବର 7 ପଦରୁ 10 ପଦ ମଧ୍ୟରେ ଲେଖା ଅଛି, ହେ ନଗରଦ୍ୱାର ସକଳ ମସ୍ତକ ଟେକ, ହେ ଚିରସ୍ଥାୟୀ କବାଟ ସବୁ ଟେକି ହୁଅ, ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ। ଗୌରବମୟ ରାଜା କିଏ?
ବଳବାନ ଓ ବୀର ସଦାପ୍ରଭୁ, ସଂଗ୍ରାମରେ ବୀର ସଦାପ୍ରଭୁ। ହେ ନଗର ଦ୍ୱାର ସକଳ ମସ୍ତକ ଟେକ, ହେ ଚିରସ୍ଥାୟୀ କବାଟ ସବୁ ମସ୍ତକ ଟେକ, ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ। ଏହି ଗୌରବମୟ ରାଜା କିଏ? ବାହିନୀଗଣର ସଦାପ୍ରଭୁ, ସେ ଗୌରବମୟ ରାଜା ଅଟନ୍ତି। ମୁଁ ଭାବେ ଏହି ଅଂଶଟି ଦୁଇଟି ଘଟଣାକୁ ପ୍ରକାଶ କରେ। ପ୍ରଥମତଃ ଏହା ସେହି ଘଟଣାର ଛବି ପ୍ରଦାନ କରେ ଯେତେବେଳେ କି ପ୍ରଭୁ ଯୀଶୁଖ୍ରୀଷ୍ଟ ସ୍ୱର୍ଗକୁ ଫେରିଗଲେ। ଏହା ମଧ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଏହି ଜଗତକୁ ପୁନର୍ବାର ଆଗମନ କରିବାର ବିଷୟକୁ ଉପସ୍ଥାପିତ କରେ। ଲେଖା ଅଛି, ହେ ନଗର ଦ୍ୱାର ସକଳ ମସ୍ତକ ଟେକ, ହେ ଚିରସ୍ଥାୟୀ କବାଟ ସବୁ ଟେକି ହୁଅ, ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ। ସେ କିଏ? ଜଗତ ତାହାଙ୍କୁ ଜାଣେ ନାହିଁ, ମାତ୍ର ଏହି ଗୀତ ତହିଁର ଉତ୍ତର ଦିଏ। ସେହି ଗୌରବମୟ ରାଜା ହେଉଛନ୍ତି ବଳବାନ ଓ ବୀର ସଦାପ୍ରଭୁ, ସଂଗ୍ରାମରେ ବୀର ସଦାପ୍ରଭୁ। ଏହାପରେ ସେହି ଦ୍ୱାର ସବୁ ମସ୍ତକ ଟେକିବା ନିମନ୍ତେ କୁହାଯାଆନ୍ତି, ଯେପରି ସେହି ଗୌରବମୟ ରାଜା ପ୍ରବେଶ କରିବାକୁ ପାରନ୍ତି। ତେବେ ସେ ଆଜି ପ୍ରବେଶ କରିନାହାନ୍ତି। ଜଗତ ତାହାଙ୍କୁ ଅସ୍ୱୀକାର କରିଅଛି। ଏହି ଗୌରବମୟ ରାଜା କିଏ? ସେ ବାହିନୀଗଣର ସଦାପ୍ରଭୁ ଓ ସେ ପ୍ରଭୁ ଯୀଶୁଖ୍ରୀଷ୍ଟ। ସେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ ଅଟନ୍ତି ଓ ସେ ଗୌରବମୟ ରାଜା ଅଟନ୍ତି। ଶେଷରେ ସେଲା ଲେଖି ଗୀତ ରଚକ ଗୀତ ଲେଖା ବନ୍ଦ କରନ୍ତି। ଏହାର ଅର୍ଥ ହେଉଛି, ଏହାରି ଉପରେ କିଛି ସମୟ ପାଇଁ ଚିନ୍ତା କର, ତାହେଲେ ଏହାଦ୍ୱାରା ଆପଣଙ୍କର ହୃଦୟ ଆଶୀର୍ବାଦଯୁକ୍ତ ହେବ ଓ ଆପଣ ଈଶ୍ୱରଙ୍କ ଅନୁଗ୍ରହର ଅଧିକାରୀ ହୋଇପାରିବେ। ପ୍ରିୟ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟ ପୁନର୍ବାର ଏହି ଜଗତରେ ବିଚାର କରିବା ନିମନ୍ତେ ଆସୁଅଛନ୍ତି। କିନ୍ତୁ ସେଥି ନିମନ୍ତେ କ'ଣ ଆମେ ପ୍ରସ୍ତୁତ ଅଛୁ କି? ପ୍ରିୟ ବନ୍ଧୁ, ଏହି ଜଗତ ଈଶ୍ୱରଙ୍କ ଦ୍ୱାରା ବିଚାରିତ ହେବା ପାଇଁ ଯାଉଅଛି। ଅଧାର୍ମିକମାନେ ଅନନ୍ତ ନର୍କରେ ନିକ୍ଷିପ୍ତ ହେବେ, ମାତ୍ର ଧାର୍ମିକମାନେ ଈଶ୍ୱରଙ୍କ ଦ୍ୱାରା ରକ୍ଷାପ୍ରାପ୍ତ ହେବେ। ସେମାନେ ସେହି ସ୍ୱର୍ଗରାଜ୍ୟର ଅଧିକାରୀ ହେବେ। ସେମାନେ ଅନନ୍ତ ଜୀବନର ଅଧିକାରୀ ହେବେ। ସେମାନେ ଅନନ୍ତ କାଳ ପର୍ଯ୍ୟନ୍ତ ସେହି ସ୍ୱର୍ଗୀୟ ସୁଖ, ଶାନ୍ତି ଓ ବିଭବର ଅଧିକାରୀ ହେବେ। ବାସ୍ତବରେ ଏହା କ'ଣ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ଏକ ଚମତ୍କାର ବିଷୟ ନୁହେଁ କି? ଏକ ମହାନ ଭରସା। ଲୋକମାନେ କହନ୍ତି, ଏହି ଜଗତରୁ ଯିଏ ମରିଗଲା ସେ ତରିଗଲା। ନୁହେଁ, ଆମମାନଙ୍କର ଆତ୍ମାଗୁଡ଼ିକର ବିଚାର ରହିଅଛି। କାହିଁକି ବିଚାର ରହିଅଛି? ଯେହେତୁ ଆମମାନଙ୍କର କର୍ମର ନିକାଶ ଆମମାନଙ୍କୁ ଦେବାକୁ ହେବ। ଆଉ ତେଣୁକରି ଈଶ୍ୱରଙ୍କର ବିଚାର ଅତି ନିକଟବର୍ତ୍ତୀ। ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଜଗତକୁ ଆଗମନ କରୁଅଛନ୍ତି ଏହି ଜଗତର ବିଚାର କରିବା ପାଇଁ। ଯେହେତୁ ସେହି ଜଗତ ନିମନ୍ତେ ପ୍ରାଣଦାନ କରିଅଛନ୍ତି, ଏହି ଜଗତ ନିମନ୍ତେ ପ୍ରାୟଶ୍ଚିତ ସାଧନ କରିଅଛନ୍ତି, ତେଣୁକରି ସେ ଚାହାନ୍ତି ଏହି ଜଗତର ବିଚାର କରିବା ପାଇଁ। ପ୍ରିୟ ବନ୍ଧୁ, ଆମମାନେ ଯେ ଜଗତ ମଧ୍ୟରେ ସଦାକାଳ ବଞ୍ଚି ରହିବା ତାହା ନୁହେଁ। ଏହି ଜଗତ ଆମମାନଙ୍କ ପାଇଁ ଚିରସ୍ଥାୟୀ ବାସ ନୁହେଁ। ଆମମାନଙ୍କର ଚିରସ୍ଥାୟୀ ବାସ ସ୍ୱର୍ଗରେ। ସେହି ସ୍ୱର୍ଗରେ ଆମମାନେ ସେହି ପ୍ରଭୁଙ୍କର ଉପସ୍ଥିତି ମଧ୍ୟରେ, ତାଙ୍କର ସହଭାଗିତା ମଧ୍ୟରେ ଜୀବନଯାପନ କରିବା। କିନ୍ତୁ ଯଦି ଆମମାନେ ଅପ୍ରସ୍ତୁତ ଅବସ୍ଥାରେ ଏହି ଜଗତ ମଧ୍ୟରେ ମରିଥିବା, ଆମମାନେ ପ୍ରଭୁଙ୍କୁ ଗ୍ରହଣ କରିନଥିବା, ତାହେଲେ ଆମମାନେ କିପରି ଭାବେ ତାହାଙ୍କ ନିକଟରେ ସ୍ଥାନ ପାଇବା? କିଏ ଆମମାନଙ୍କୁ ସ୍ଥାନ ଦେବ? ପବିତ୍ର ଈଶ୍ୱରଙ୍କ ନିକଟରେ କୌଣସି ଅପବିତ୍ର ବିଷୟ ସ୍ଥାନ ପାଏ ନାହିଁ। ତାହେଲେ ଚିନ୍ତା କରନ୍ତୁ, ଯଦି ଆମମାନେ ଅପବିତ୍ର ଅବସ୍ଥାରେ ଥାଇ ମୃତ୍ୟୁଭୋଗ କରିବା, ତାହେଲେ ଆମମାନେ କେମିତି ଈଶ୍ୱରଙ୍କ ନିକଟକୁ ଯାଇପାରିବା? ପ୍ରିୟ ବନ୍ଧୁ, ପ୍ରଭୁ ଖ୍ରୀଷ୍ଟ ମୋ ନିମନ୍ତେ, ଆପଣଙ୍କ ନିମନ୍ତେ ଏବଂ ସମଗ୍ର ମାନବଜାତି ନିମନ୍ତେ ସେ ପ୍ରାଣଦାନ କରିଅଛନ୍ତି। ଆମମାନେ ବଞ୍ଚିଥାଉଁ ଥାଉଁ ଯଦି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେ କ୍ରୁଶ୍ୟ ମୃତ୍ୟୁର ବାସ୍ତବ ତାତ୍ପର୍ଯ୍ୟକୁ ବୁଝିବା, ତାହେଲେ ଆମେ ନିଶ୍ଚିତ ଭାବରେ ତାଙ୍କର ସେହି କ୍ରୁଶ୍ୟ ମୃତ୍ୟୁକୁ କେବେ ହେଲେ ଉପେକ୍ଷା କରିପାରିବା ନାହିଁ। ପ୍ରଭୁ ଆମମାନଙ୍କୁ ଏ ପ୍ରକାର ଏକ ହୃଦୟ ଦିଅନ୍ତୁ, ଯେପରି ଆମମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି କ୍ରୁଶ୍ୟ ମୃତ୍ୟୁର ବାସ୍ତବ ତାତ୍ପର୍ଯ୍ୟକୁ ବୁଝିବା ସଙ୍ଗେ ସଙ୍ଗେ ସେ କ୍ରୁଶ ନିକଟରେ ନିଜର ସମସ୍ତ ପାପ ସ୍ୱୀକାର କରି କ୍ଷମା ମାଗି ତାହାଙ୍କ ଦ୍ୱାରା ସୁରକ୍ଷିତ ହେବା ସଙ୍ଗେ ସଙ୍ଗେ ସେହି ଅନନ୍ତ ଜୀବନର ଅଧିକାରୀ ହେବା। ସେଦିନ ଦାଉଦଙ୍କର ଯେଉଁ ଅନୁଭୂତି ଥିଲା, ଆଜି ମଧ୍ୟ ଆମମାନଙ୍କର ସେହି ଅନୁଭୂତି ରହିବା ଆବଶ୍ୟକ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।